ଆପଣଙ୍କର କନ୍ୟା ବିବାହ ବିଳମ୍ବ ହେଉଛି କି? ବାରମ୍ବାର ବରପକ୍ଷରୁ ଆସି ମନୋନୀତ ପରେ ଭାଙ୍ଗି ଯାଉଛି କି? ଏମିତି ଗୁଡ଼ାଏ କନ୍ୟା ବିବାହ ପାଇଁ ଅସୁବିଧା ସମ୍ମୁଖୀନ ଅନୁଭବ କରୁଛନ୍ତି କି? ଯଦିଓ ଏମିତି ଅସୁବିଧାରେ ଆପଣ ସମ୍ମୁଖୀନ ହେଉଛନ୍ତି, ତାହେଲେ ଆପଣମାନଙ୍କୁ କେତୋଟା ସର୍ଟ ଉପାୟ ଆପଣଙ୍କୁ ଦେବୁ। ଆପଣ ତାହା ଠିକ୍ସେ ନିରୂପଣ କଲେ ବା ସମାଧାନ କଲେ ଆପଣଙ୍କର ବିବାହ ସହଜ ଏବଂ ସରଳ ହେବ। ଅଧୁନା ସମାଜରେ କନ୍ୟାର ବିବାହ ବଡ଼ ସମସ୍ୟା ନେଲାଣି। କନ୍ୟା ଯଦିଓ ଉଚ୍ଚ ଶିକ୍ଷିତ ଅଛି, ସୁନ୍ଦରୀ ମଧ୍ୟ ଅଛି, ଯୌତୁକ ପାଇଁ ମଧ୍ୟ ବିବାହ ଭାଙ୍ଗି ଯାଉଛି ଏବଂ କନ୍ୟାର ଘରରେ ଯଦି ଦାରିଦ୍ର୍ୟତା ଥାଏ, ବରପକ୍ଷ ମଧ୍ୟ ତାହା ମଧ୍ୟ ବାହୁଡ଼ି ଯାଉଛନ୍ତି। ଅନ୍ୟ ପକ୍ଷରେ କନ୍ୟା ଧନୀ ଘରେ ଶିକ୍ଷିତା ଏବଂ ସୁନ୍ଦରୀ ମଧ୍ୟ ହୋଇଥିଲେ କୌଣସି ଗ୍ରହର ଦୁଷ୍ପ୍ରଭାବ ପାଇଁ ସେ ମଧ୍ୟ ଉପଯୁକ୍ତ ବରପାତ୍ର ପାଇପାରୁନାହାନ୍ତି। ହିନ୍ଦୁ ଶାସ୍ତ୍ରର ଲୋକାଚାରରେ ଏପରି ଆମର ଅନେକ ସାତ୍ଵିକ ତଥ୍ୟ ମଧ୍ୟ ଦିଆଯାଇଛି ଯେ ଆପଣ ତାହାକୁ ପ୍ରୟୋଗ କଲେ ଆପଣଙ୍କର କନ୍ୟା ସହଜ ବିବାହ ମଧ୍ୟ ହୋଇପାରେ। ତେଣୁ ଆମେ ଜାଣିବା ଯେ ସମାଜରେ କନ୍ୟାର ବିବାହ ପାଇଁ ତେଣୁକରି କନ୍ୟାକୁ ମଧ୍ୟ ସେମିତି କିଛି ଆମର ଉପଚାର କରିବା ପାଇଁ ପଡ଼ିବ। କନ୍ୟାର ପିତାମାତାଙ୍କୁ ମଧ୍ୟ କେତେ ଉପଚାର କରିବା ପାଇଁ ପଡ଼ିବ। ଯେ ପାଠ କହେ ଦୈବାଧୀନ ଜଗତ ସର୍ବଃ ମନ୍ତ୍ରାଧୀନ ଚ ଦେବତା। ତେଣୁକରି କେତେଟା ମନ୍ତ୍ର ମଧ୍ୟ କନ୍ୟା ଉଚ୍ଚାରଣ କରିବେ, କନ୍ୟାର ମାତା ମଧ୍ୟ କରିବେ, କନ୍ୟାର ପିତା ମଧ୍ୟ କଲେ କନ୍ୟାର ବିବାହ ବହୁତ ସହଜ ହୋଇପାରେ। ତେଣୁ ଆପଣମାନଙ୍କର କନ୍ୟାରେ ଯଦି କାଳସର୍ପ ଦୋଷ ଥାଏ କିମ୍ବା ପିତୃଦୋଷ ଥାଏ, ବିବାହ ମଧ୍ୟ ଭାଙ୍ଗିଯାଏ। କୌଣସି ଗ୍ରହଙ୍କର ଦୁଷ୍ପ୍ରଭାବ ଥିଲେ ମଧ୍ୟ ଆପଣଙ୍କର କନ୍ୟା ଭାଙ୍ଗିଯାଏ। ତେଣୁ ଆମେ ଦେବା କେତୋଟା ମନ୍ତ୍ର ଏବଂ କେତୋଟି ଯନ୍ତ୍ର ମଧ୍ୟ କହିଲେ ସେ କନ୍ୟାର ବିବାହ ମଧ୍ୟ ସହଜ ଉତ୍ପନ୍ନ ହେବ। ତେଣୁକରି ଆପଣ କ୍ଲିଂ ପୀତାମ୍ବରୀ ଦେବୀ ନମଃ ଏ ମନ୍ତ୍ର ମଧ୍ୟ ଉଚ୍ଚାରଣ କଲେ କନ୍ୟାର ବିବାହ ମଧ୍ୟ କେତେକ କ୍ଷେତ୍ରରେ ସହଜ ହୋଇଛି। ଏବଂ ବରଙ୍ଗ ଦେହି ହ୍ରୀଂ ଗୌରୀ ପାର୍ବତୀ ନମଃ ଏହି ମନ୍ତ୍ର ମଧ୍ୟ ଜପ କଲେ କନ୍ୟାର ବିବାହ ସହଜ ମଧ୍ୟ ହୋଇଥାଏ। ଆପଣ ଏହିସବୁ ମନ୍ତ୍ରକୁ ପ୍ରତ୍ୟହ ଯଦିଓ 3 ମାଳା, ଗୋଟେ ମାଳାରେ 108 ରହିବ, ତେଣୁ 3 ମାଳା ପ୍ରତ୍ୟେକ ଦିନ ଯେ ଜପ କରନ୍ତି ଏ ମଧ୍ୟ ସହଜଦାୟକ ହୋଇଥାଏ ବିବାହ କରିବା ପାଇଁ। ଯଦିଓ ଆପଣଙ୍କର କନ୍ୟାରେ ଜାତକରେ କାଳସର୍ପ ଦୋଷ ଥାଏ କିମ୍ବା ମଙ୍ଗଳଙ୍କର ଦୋଷ ଥାଏ କିମ୍ବା କୌଣସି କନ୍ୟାର ପିତୃଦୋଷ ଥାଏ, ଏସବୁ ଜିନିଷ ଥିଲେ 30ରୁ 40 ବର୍ଷ ମଧ୍ୟ ଅତିକ୍ରାନ୍ତ କରି ଯାଆନ୍ତି, ବିବାହ ହୋଇପାରିଥାଏ। କନ୍ୟା ଉଚ୍ଚ ଶିକ୍ଷିତ ହୋଇଥାଉ, ଧନୀ ସମ୍ପ୍ରଦାୟର ହୋଇଥାଉ ବା ଉଚ୍ଚଭିଳାଷୀ ହୋଇଥାଉ ବା ସୁନ୍ଦରୀ ହୋଇଥାଉ, ଏସବୁ ଦୋଷ ଲାଗିଥିଲେ ମଧ୍ୟ ବିବାହ ବିଳମ୍ବରେ ମଧ୍ୟ ଘଟେ। ମୁଖ୍ୟତଃ ଦାରିଦ୍ର୍ୟତା ପାଇଁ ମଧ୍ୟ ବିବାହ ବହୁତ ବିଳମ୍ବ ହୋଇଥାଏ। ତେଣୁକରି ଆମେ ଯେଉଁ ସୁନ୍ଦର ପ୍ରତିକା ଦେଲେ, ଏଇଟା ହେଉଛି ତୁଳସୀ ରାମାୟଣରୁ ଗୋଟେ ଉଦ୍ଧାର କରାଯାଇଛି। ଯଦି ଏଇ ଚଉପାଇ ପ୍ରତ୍ୟହ 108 ଥର ପାଠ କରନ୍ତି କନ୍ୟା, ତାହେଲେ ବିବାହ ସରଳ ଏବଂ ସୁବିଧା ହୋଇଥାଏ। ସେ ଚଉପାଟି ହେଲା ତବ ଜନକ ପାଇ ବଶିଷ୍ଠ ଆୟୁଷ ବ୍ୟାଜଃ ସାଜଃ ସବାରିକେ ମାଣ୍ଡବୀ ଶ୍ରୁତ କରତି ଉର୍ମିଳା କୁଆଁରୀ লাই ହାକାରିକେ। ଆଉ ଥରେ ଶୁଣି ନିଅନ୍ତୁ। ତବ ଜନକ ପାଇ ବଶିଷ୍ଠ ଆୟୁଷ ବ୍ୟାହ ସାଜ ସବାରିକେ ମାଣ୍ଡବୀ ଶ୍ରୁତ କରତି ଉର୍ମିଳା କୁଆଁରୀ লাই ହକାରିକେ। ଏ ମନ୍ତ୍ର ତୁଳସୀଦାସଙ୍କର ଲିଖିତ ରାମାୟଣରୁ ଚଉପାଇଟିଟା। ଏହି ଚଉପାଇ ଯଦି ଶ୍ରଦ୍ଧା ସୁମନ ସହିତ ଆପଣଙ୍କର କନ୍ୟା ପ୍ରତ୍ୟହ 1 ମାଳା ପାଠ କରନ୍ତି, ତାହେଲେ ଆପଣଙ୍କର କନ୍ୟାର ବିବାହ ସହଜ ଏବଂ ସରଳ ହେବ। ଜୟ ଜଗନ୍ନାଥ।